ସବୁ ଯାକ ଅଛନ୍ତି। ଆପଣଙ୍କ ପାଖରେ ପାଇଲା ପରେ ଗୋଟେ ପ୍ରଶ୍ନ ଆସେ, ଗୋଟେ ଗରିବ ପିଲାଟେ ଚାହିଁଲେ କ'ଣ ସେନାରେ ଭର୍ତ୍ତି ହେଇପାରିବ କି ବିନା କୋଚିଂରେ? କାହିଁକିନା କୋଚିଂ ସେଣ୍ଟରରେ ବହୁତ ଟଙ୍କା ନିଆଯାଉଛି, ବିନା କୋଚିଂରେ ସିଏ ସେନାରେ ଭର୍ତ୍ତି ହେଇପାରିବ? ଯିଏ ଯବାନ ହେବାକୁ ଚାହୁଁଛି, ଯିଏ ଲଢ଼ିବାକୁ ଚାହୁଁଛି। ସାର୍ ଏଇଟା ତ ବିଲକୁଲ ହବ। ମୁଁ ବି ତ ବିନା କୋଚିଂରେ ଯାଇଛି ନା ଆକ୍ଚୁଆଲି। ସେତେବେଳେ ସମୟ ସାର୍ ଟିକେ ଅଲଗା ବୋଧେ ଥିଲା, ଏବେ କମ୍ପିଟିସନ୍ ବଢ଼ିଯାଇଛି, କେମିତି କରିବ ତାକୁ? ଏବେ କମ୍ପିଟିସନ୍ ବଢ଼ିଯାଇଛି ସାର୍। ଏବେ ତ ଅନଲାଇନ୍ ପଢ଼ିବ, ଯଦି ଏବେ ଅନଲାଇନ୍ର ଜମାନା ଆସିଗଲା ନା। ଏବେ ଦେଖନ୍ତୁ ଏବେ କିଏ ଅଫଲାଇନ୍ କିଏ ଯାଉନାହାନ୍ତି ନା ଇନଷ୍ଟିଟ୍ୟୁଟ୍, କିଏ ଯିବ 20,000 15,000। ଏବେ ମୁଁ ବି ଆପଣ ଦେଖୁଥିବେ ଫ୍ରିରେ କରିଦେଇଛି ନା ଆମର ବ୍ରହ୍ମପୁରରେ, ପୁରା ଫ୍ରି। ଆମର ବ୍ରହ୍ମପୁର ପିଲା ଆପଣଙ୍କ ଶିଖୁଛନ୍ତି? ହଁ ମାଗଣା ଶିଖୁଛନ୍ତି। ଏବେ ସେମାନେ କ'ଣ କରୁଥିଲେ, କିଏ 15,000 18,000 ନେଉଥିଲେ। 5-6ଟା ଏକାଡେମୀ ବ୍ରହ୍ମପୁରରେ ଅଲରେଡ଼ି ଥିଲା ମୁଁ ଆସିବା ପୂର୍ବରୁ। ତ ମୁଁ ଆସିଲି ଯେମିତି ନା ଦେଖିଲେ ବାରିକ ସାର୍ ଆସିଲେ, ବାରିକ ସାର୍ ବୋଲେ ମୁଁ ଗତ 20 ବର୍ଷ ଛୁଟିରେ ଆସିଲେ, ମୁଁ ଆର୍ମିରେ ଥିଲାବେଳେ ଛୁଟିରେ ଆସିଲେ ହେଲେ ମୁଁ ଶୋଇବାର ନାହିଁ, ମୁଁ ଗ୍ରାଉଣ୍ଡ ଯିବି। ଯେଉଁ 5-6ଟା ଏକାଡେମୀ ପିଲା ଥିବେ ସବୁ ଆସିଯିବେ, କି କାଳିଆ ସାର୍ ଆସିଲେ ଯିବେ, ସେ ମାସଟି ପାଇଁ ଆସିଯିବେ, ତାପରେ ଯିଏ ଯୁଆଡ଼େ ହେଇଯିବେ ଯାହା ଏକାଡେମୀ। ତ ସେ ଟାଇମ୍ରେ ଜାଣିଥିଲେ, ମୁଁ ଯେତେବେଳେ ଜାଣିଲେ କି ସାର୍ ରିଟାୟାର୍ଡ ହେଇଗଲେ, ତ ଧୁଡୁ କରିକି ସବୁ ଆସି ଛାଡ଼ିକି ଆମ ପାଖକୁ ଆସିଲେ। ତ ରେଜଲ୍ଟ ବି ଆଇଲା। ଏମିତି ପିଲା ଥିଲେ 4 ବର୍ଷ ହେଲା ରନିଂ ଫ୍ୟାନ୍ ଲାଗୁଥିଲେ, ବହୁତ କଷ୍ଟରେ ଏଇଟା ଖର୍ଚ୍ଚ କରୁଥିଲେ 4 ବର୍ଷ ହେଲା। ଗୋଟେ ମାସରେ ଆଗା 2-3 ମାସ ତାଙ୍କୁ ଉଡ଼େଇକି ଏବେ ଆର୍ମିରେ ଅଛନ୍ତି, ଭଲ ପୋଷ୍ଟରେ ଅଛନ୍ତି।